ନିଜ ଭକ୍ତମାନଙ୍କୁ ଅସୁସ୍ଥତାରୁ ରକ୍ଷା କରିବା ପାଇଁ ନିଜେ କାହିଁକି ଅସୁସ୍ଥ ହୁଅନ୍ତି ଭଗବାନ ଜଗନ୍ନାଥ? ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ଓଡ଼ିଶାର ପୁରୀରେ ଶ୍ରୀ ମାଧବ ଦାସ ନାମକ ଜଣେ ଭକ୍ତ ରହୁଥିଲେ। ଶ୍ରୀ ମାଧବ ଦାସ ଏକା ରହୁଥିଲେ ଏବଂ ତାଙ୍କର ସଂସାର ସହିତ କୌଣସି ସମ୍ପର୍କ ନଥିଲା। ସେ ଏକା ବସି ପ୍ରଭୁ ଜଗନ୍ନାଥଙ୍କ ଭଜନ ଗାନ କରୁଥିଲେ। ପ୍ରତିଦିନ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ। ତାଙ୍କୁ ନିଜର ବନ୍ଧୁ ବୋଲି ମାନି ତାଙ୍କ ସହିତ ମଧ୍ୟ ଖେଳୁଥିଲେ। ଏହା ବ୍ୟତୀତ ପ୍ରଭୁ ତାଙ୍କର ଜଣେ ପ୍ରେରଣାଦାୟକ ଭକ୍ତ ଶ୍ରୀ ମାଧବ ଦାସଙ୍କ ସହିତ ବିଭିନ୍ନ ଲୀଳା ମଧ୍ୟ କରୁଥିଲେ। ପ୍ରଭୁ ତାଙ୍କୁ ଚୋରି କରିବା ମଧ୍ୟ ଶିଖାଇଥିଲେ। ସବୁବେଳେ ଭକ୍ତ ମାଧବ ଦାସ ନିଜେ ଖେଳରେ ମଗ୍ନ ରହୁଥିଲେ। ଥରେ ମାଧବ ଦାସ ରୋଗରେ ପୀଡ଼ିତ ହୋଇଥିଲେ। ଏହି ରୋଗ ଯୋଗୁଁ ସେ ଏତେ ଦୁର୍ବଳ ହୋଇଗଲେ ଯେ ସେ ବସିବା କିମ୍ବା ଠିଆ ହେବା ପାଇଁ ମଧ୍ୟ ଅକ୍ଷମ ଥିଲେ। ତଥାପି ସେ ତାଙ୍କର ସମସ୍ତ କାର୍ଯ୍ୟ ଯଥାସମ୍ଭବ ନିଜେ କରୁଥିଲେ ଏବଂ ଅନ୍ୟ କାହାଠାରୁ ସାହାଯ୍ୟ ଗ୍ରହଣ କରୁନଥିଲେ। ଯଦି କେହି ପଚାରନ୍ତି, ମହାରାଜ ଜୀ, ଆମେ ଆପଣଙ୍କର ସେବା କରିପାରିବୁ? ସେ କହୁଥିଲେ, ନା, ମୋର କେବଳ ଜଣେ ବନ୍ଧୁ ଜଗନ୍ନାଥ ଅଛନ୍ତି, ଯିଏ ମୋତେ ରକ୍ଷା କରିବେ। ତାଙ୍କର ଅସୁସ୍ଥତା ବଢ଼ିବା ସହିତ ସେ ବସିବା କିମ୍ବା ଠିଆ ହେବା ପାଇଁ ସମ୍ପୂର୍ଣ୍ଣ ଅକ୍ଷମ ହୋଇଗଲେ। ତାପରେ ଶ୍ରୀ ଜଗନ୍ନାଥ ନିଜେ ଜଣେ ସେବକ ଭାବରେ ତାଙ୍କ ଘରେ ପହଞ୍ଚିଲେ ଏବଂ ମାଧବ ଦାସଙ୍କ ସେବା କରିବାକୁ ଲାଗିଲେ। ତାଙ୍କର ଅସୁସ୍ଥତା ଏତେ ବଢ଼ି ଯାଇଥିଲା ଯେ ସେ ଜାଣିନଥିଲେ ଯେ ସେ କେବେ ମଳତ୍ୟାଗ କରୁଥିଲେ କିମ୍ବା ପରିସ୍ରା କରୁଥିଲେ, ଯାହାଫଳରେ ତାଙ୍କ ପୋଷାକ ମଇଳା ହୋଇଯାଉଥିଲା। ପ୍ରଭୁ ଜଗନ୍ନାଥ ନିଜେ ସେହି ପୋଷାକ ଗୁଡ଼ିକୁ ନିଜ ହାତରେ ସଫା କରୁଥିଲେ। କେବଳ ଏତିକି ନୁହେଁ, ପ୍ରଭୁ ତାଙ୍କର ସମଗ୍ର ଶରୀରକୁ ମଧ୍ୟ ସଫା କରୁଥିଲେ। ପ୍ରଭୁ ଜଗନ୍ନାଥଙ୍କ ଦ୍ୱାରା କରାଯାଇଥିବା ସେବା ଏହି ସତ୍ୟରୁ ଅନୁମାନ କରାଯାଇପାରେ ଯେ ନିଜ ଲୋକ ମଧ୍ୟ କେହି ଏତେ ସେବା କରିପାରିବେ ନାହିଁ। ଚେତନା ଫେରିବା ମାତ୍ରେ ଶ୍ରୀ ମାଧବ ଦାସ ତାଙ୍କ ଦାସଙ୍କ ବିଷୟରେ ଜାଣିପାରିଲେ। ମାଧବ ଦାସଙ୍କ ଯେତେବେଳେ ଚେତନା ଫେରିଲା, ସେ ତୁରନ୍ତ ଚିହ୍ନିପାରିଲେ ଯେ ଏ ତ ମୋ ପ୍ରଭୁ ଜଗନ୍ନାଥ। ପରେ ଶ୍ରୀ ମାଧବ ଦାସ ପ୍ରଭୁଙ୍କୁ ପଚାରିଲେ, ପ୍ରଭୁ, ଆପଣ ବ୍ରହ୍ମାଣ୍ଡର କର୍ତ୍ତା, ଆପଣ ମୋର ସେବା କରୁଛନ୍ତି। ଯଦି ଆପଣ ଇଚ୍ଛା କରିଥାନ୍ତେ ତେବେ ଆପଣ ମୋର ଏହି ରୋଗକୁ କ୍ଷଣକେ ସୁସ୍ଥ କରିପାରିଥାନ୍ତେ। ଯଦି ଆପଣ ମୋତେ ସୁସ୍ଥ କରିଦେଇଥାନ୍ତେ ତେବେ ଏସବୁ ଆପଣଙ୍କୁ କରିବାକୁ ପଡ଼ିନଥାନ୍ତା। ଭକ୍ତଙ୍କ କଥା ଶୁଣି ପ୍ରଭୁ କହିଲେ, ଦେଖ ମାଧବ, ମୁଁ ମୋର ଭକ୍ତଙ୍କ ଦୁଃଖ ସହ୍ୟ କରିପାରେ ନାହିଁ, ସେଥିପାଇଁ ମୁଁ ତୁମର ସେବା କରିଛି। ଜଣେ ବ୍ୟକ୍ତିକୁ ନିଜ ଭାଗ୍ୟର ପରିଣାମ ସହ୍ୟ କରିବାକୁ ପଡ଼େ। ଯାହା ଆରମ୍ଭ ହୋଇଛି ତାକୁ ଶେଷ କରିବାକୁ ପଡ଼ିବ। ତେବେ ଏହି ଜନ୍ମରେ ଭୋଗ ନ କଲେ ପୁଣି ଥରେ ଆଉ ଏକ ଜନ୍ମ ନେବାକୁ ପଡ଼ିବ। ମୁଁ ଚାହୁଁନାହିଁ ଯେ ମୋର ଭକ୍ତ ଏହି କାରଣ ଯୋଗୁଁ ଆଉ ଏକ ଜନ୍ମ ନେଉ, ସେଥିପାଇଁ ମୁଁ ତୁମର ସେବା କରିଲି। କିନ୍ତୁ ଯଦି ତୁମେ ଏହା କହୁଛ, ତେବେ ମୁଁ ଭକ୍ତଙ୍କ ଅନୁରୋଧକୁ ଅଣଦେଖା କରିପାରିବି ନାହିଁ। ପ୍ରଭୁ ଜଗନ୍ନାଥ ତାଙ୍କ ଭକ୍ତମାନଙ୍କୁ ସାହାଯ୍ୟ କରିବାକୁ ଯାଇ ସେମାନଙ୍କ ଭାଗ୍ୟର ଦୁଃଖ ଓ କଷ୍ଟକୁ ସହଜ ଦୂର କରିବାରେ ସାହାଯ୍ୟ କରନ୍ତି। ପ୍ରଭୁ ତାଙ୍କ ଭକ୍ତ ମାଧବଙ୍କୁ କହିଲେ, ତୁମ ଭାଗ୍ୟରେ ଆଉ 15 ଦିନର ଅସୁସ୍ଥତା ବାକି ଅଛି, ତେଣୁ ମୋତେ ସେହି 15 ଦିନ ଦିଅ। ଏହାପରେ ପ୍ରଭୁ ଜଗନ୍ନାଥ ତାଙ୍କ ଭକ୍ତ ମାଧବ ଦାସଙ୍କଠାରୁ ବାକି 15 ଦିନର ଅସୁସ୍ଥତା ଗ୍ରହଣ କରିଥିଲେ। ଏହି କାରଣରୁ ପ୍ରଭୁ ଜଗନ୍ନାଥ ଆଜି ମଧ୍ୟ ପ୍ରତ୍ୟେକ ବର୍ଷ 15 ଦିନ ପାଇଁ ଅସୁସ୍ଥ ହୁଅନ୍ତି। ପ୍ରଭୁ ଜଗନ୍ନାଥ 15 ଦିନ ପାଇଁ ବିଶ୍ରାମ ନିଅନ୍ତି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ତାଙ୍କୁ ସେବା କରାଯାଏ। ଯେଉଁଦିନ ସେ ସମ୍ପୂର୍ଣ୍ଣ ସୁସ୍ଥ ହୁଅନ୍ତି, ସେହିଦିନ ପ୍ରଭୁ ଜଗନ୍ନାଥ ଯାତ୍ରା ଆରମ୍ଭ ହୁଏ। ଏହି ସମୟରେ ଅଗଣିତ ଭକ୍ତ ତାଙ୍କ ଦର୍ଶନ ପାଇଁ ମନ୍ଦିରକୁ ଯାଆନ୍ତି। ବିଶ୍ୱାସ ଅନୁସାରେ ପ୍ରଭୁ ଜଗନ୍ନାଥ ପ୍ରତିବର୍ଷ ତାଙ୍କ ଭକ୍ତମାନଙ୍କୁ ରୋଗରୁ ରକ୍ଷା କରିବା ପାଇଁ ନିଜେ ଅସୁସ୍ଥ ହୁଅନ୍ତି, ଯାହାଦ୍ୱାରା ସେ ସେମାନଙ୍କ ଦୁଃଖକୁ ନିଜେ ଭୋଗ କରନ୍ତି।